ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପାଣିପାଗକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଯାହାକି ସୂଚନା ମିଳୁଛି 125 ବର୍ଷର ରେକର୍ଡ ଭାଙ୍ଗିଲା ତାତି 38 ଡିଗ୍ରୀ ଟପିଲା ପାରଦ। ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗର କଡ଼ା ଚେତାବନୀ। ତେବେ ଏନେଇ କେଉଁ ସବୁ ଜିଲ୍ଲାକୁ କେତେ ମାତ୍ରାରେ ବିପଦ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଏହି ଭିଡିଓ ମାଧ୍ୟମରେ ଜାଣିବା। କିନ୍ତୁ ତା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡିଓଟିକୁ ଆପଣମାନଙ୍କ ସାଙ୍ଗସାଥୀମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ଠାଏ ଠାଏ ଖରା, ତାତିରୁ ମିଳିବ ନାହିଁ ତ୍ରାହି। ମାର୍ଚ୍ଚ ମାସରେ ହେବ ପ୍ରବଳ ଖରା। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଚଳିତ ବର୍ଷ ତାତି ଭାଙ୍ଗିବ ସବୁ ରେକର୍ଡ। ଖରା ମାସ ସାରା ଉଚ୍ଚା ରହିବ ପାରଦ। ସାରା ଦେଶରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା। ମାର୍ଚ୍ଚରୁ ମେ ମାସ ମଧ୍ୟରେ ସ୍ୱାଭାବିକ ଦିନଠାରୁ 7 ରୁ 8 ଦିନ ହିଟ୍ ୱେଭ୍ ଅବଧି ଅଧିକ ରହିବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। କେବଳ ଦିନ ନୁହେଁ, ରାତିରେ ମଧ୍ୟ ଗରମରୁ ମିଳିବ ନାହିଁ ତ୍ରାହି। ସେପଟେ ଆଜି ଝାରସୁଗୁଡ଼ାରେ 38 ଡିଗ୍ରୀ ଟପିଛି ପାରଦ। ଦିନ 2ଟା 30 ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 38.4 ଡିଗ୍ରୀ ହୋଇଛି। ସେହିପରି ସମ୍ବଲପୁରରେ 36.8 ଡିଗ୍ରୀ, ରାଉରକେଲାରେ 36.4 ଡିଗ୍ରୀ, କେନ୍ଦୁଝରରେ 34.4 ଡିଗ୍ରୀ ଓ ଭୁବନେଶ୍ୱରରେ 34 ଡିଗ୍ରୀ ରେକର୍ଡ କରାଯାଇଛି।